ଆଉ ସେ ସମୟ କ'ଣ ଅଛି ଆଉ? ଯେଉଁ ସମୟରେ କାଳୀ ପୂଜା ପାଇଁ ଆମେ କେତେ ଖୁସି ହେଉଥିଲେ, ବାପାଙ୍କୁ ଜିଦି କରିଥିଲେ ବାପା ଆମ ପାଇଁ ଏଇ ବାଣ ଆଣିବ, ବାପା ଆମ ପାଇଁ ସେଇ ବାଣ ଆଣିବ ଏବଂ ଆମେ ସେଇ ବାଣକୁ ଖରାରେ ଶୁଖେଇଲେ ଆମେ ରାତିରେ ବାଣ ଫୁଟାଉ ଏବଂ ଆମେ ଦେଖୁ ବାପା କେଉଁ ବାଣ ଆଣିଛନ୍ତି, ତେଲୁଗୁଣି ବାଣ ନା ତାଳ ଫୋଟକା ନା ଧପଧପି ଏବଂ ସେଇ ବାଣକୁ ଆମେ ଖରାବେଳେ ଶୁଖେଇଲେ ରାତିରେ ପୁଣି ଫୁଟାଉ। ସେ ଯେଉଁ ଖୁସି ଆଉ ସେ ଖୁସି କ'ଣ ଅଛି? ସେଭଳିଆ କ'ଣ ମନରେ ଆମର ଆଶା ଅଛି? ବୟସ ବଢ଼ିଗଲେ ସମୟର କିଛି ନା କିଛି ଘଟି ଯାଇଥାଏ। ତେଣୁ ଆମେ ସେ କାଳୀ ପୂଜା ଦିୱାଲି କଥା ଭାବିଲେ ବହୁତ ଖୁସି ଲାଗେ ଏବଂ କିନ୍ତୁ ବେଳେବେଳେ ଭାବିଲେ ବହୁତ ଦୁଃଖ ଲାଗେ। ଥରେ ଭାବିଲେ ଦେଖି, କାଳୀ ପୂଜା ଥିବ, ବାପାଙ୍କୁ କହିଥିବେ ବାଣ ଆଣିବା ପାଇଁ, ସେ ଯଦି ନ ଆଣିଥିବେ ତୁମକୁ କେମିତି ଲାଗିଥିବ? କଷ୍ଟ ବେଳେବେଳେ ଲାଗିଥାଏ, କିନ୍ତୁ ବାପା ଆମ ପାଇଁ ଆଣିକି ଲୁଚେଇକି ରଖିଥାନ୍ତି ବେଳେବେଳେ, ଦେଖିଥିବେ ନିଶ୍ଚିନ୍ତ। ଏବଂ ଆଜିକା ଡେଟ୍ରେ କାଳୀ ପୂଜା ପାଇଁ କିଏ କେତେ ଖୁସି ଥିବ, କିଏ କେତେ ଦୁଃଖରେ ବି ଥିବ। କାହାର ଭାଇ ବନ୍ଧୁ କୁଟୁମ୍ବ ମେଡ଼ିକାଲରେ ପଡ଼ିଥିବେ, ସିଏ କ'ଣ କାଳୀ ପୂଜା ପାଇଁ ଖୁସିରେ ଥିବେ? ଭାବିଲେ ଦେଖି, ଯାହା ଘରେ ଖାଇବାକୁ ନଥିବ ସିଏ କ'ଣ କାଳୀ ପୂଜା ପାଇଁ ଖୁସିରେ ଥିବ? ଥରେ ଭାବନ୍ତୁ, ସେ କାଳୀ ପୂଜା ଆପଣ ନିଶ୍ଚିନ୍ତ ପାଳନ କରନ୍ତୁ, ଛୋଟ ଦୀପଟେ ଲଗାଇ ପାଳନ କରନ୍ତୁ, ଛୋଟ ମହମବତୀ ଲଗାଇ ପାଳନ କରନ୍ତୁ ଏବଂ କାଳୀ ପୂଜା ଯେତିକି ବାଣ ଖର୍ଚ୍ଚ କରୁଛନ୍ତି ସେ ବାଣରେ କିଛି ପଇସା ସେ ଗରିବ ଲୋକଠୁ ଦାନ କଲେ ମେ ବି ସେ ଖୁସି ହେଇପାରିବ। ଆପଣ ଏଇ କାଳୀ ପୂଜାରେ ମହତ୍ତ୍ୱପୂର୍ଣ୍ଣ କାମ କରନ୍ତୁ, କିଛି ପଇସା ଗରିବ ଲୋକକୁ ଦାନ କରନ୍ତୁ ଏବଂ ଅତ୍ୟଧିକ ବାଣ ଫୁଟାଇକି ଏୟାରକୁ ପଲ୍ୟୁସନ୍ କରନ୍ତୁନି ଏବଂ ନିଜ ଖୁସି ଅନୁଭବ କରନ୍ତୁ। ଏବଂ ଆଉ ଥରେ କହୁଛି, ସେ ସମୟ କ'ଣ ଅଛି? ଛୋଟବେଳ ସମୟରେ ଆମେ ଯେଉଁ ଜିଦି କରୁ କାଳୀ ପୂଜା ପାଇଁ ବାଣ କିଣିବା ପାଇଁ, ସେ ସମୟ କ'ଣ ଅଛି? ସେ ଖୁସିକୁ ଆମେ ଫେରି ପାଇବା। ହାପି ଦିୱାଲି। ସମସ୍ତଙ୍କ ଜୀବନ ସୁଖମୟ ହେଉ ଏବଂ ଆଲୋକିତ ରହୁ। ଜୟ ଜଗନ୍ନାଥ।